जय जगन्नाथ आपण मानक प्रज्योतिषवाल को स्वागत। समस्ते भी जानी थे जे आमर आगु को आसी सुदशा व्रत। तो यही वर्ष नुआ सुदशा व्रत पड़ुची। मुझे पूर्व वीडियो कही नुआ सुदशा व्रत केबे नुआ व्रतधारी माने तांकर अमृत बेला केते अच्छी पूजा करिवार महेंद्र बेला सब कही। तो यही वीडियो कहबी जे नुआ जो माने सुदशा व्रत करछन्ती से माने केमती पूजा करिवे ता सहित पुरुणा व्रतधारी माने मध्य केमिति पूजा करिवे मु आपनकु माने सुदशा व्रतर संपूर्ण पूजा विधि ए वीडियो कहबी। देखंतु जेहेतु सुदशा व्रत माँ लक्ष्मीଙ୍କର ସବୁଠାରୁ ପ୍ରିୟ ବ୍ରତ ତ ସମସ୍ତେ ଚାହାନ୍ତି ଆଉ ଏତେ ବର୍ଷ ଧରି ନୂଆ ସୁଦଶା ବ୍ରତ ପଡ଼ିନଥିଲା। ତ ଏ ବର୍ଷ ଯେହେତୁ ପଡ଼ୁଛି ତ ସମସ୍ତେ ଚେଷ୍ଟା କରନ୍ତୁ ନୂଆ ସୁଦଶା ବ୍ରତ କରିବା ପାଇଁ। ତ ଗୁରୁବାର ଦିନ ଯେହେତୁ ବ୍ରତଟି ପଡ଼ୁଛି ତ ବୁଧବାର ଦିନ ଘରକୁ ଭଲ ଭାବରେ ସଫାସୁତୁରା କରିବେ। ତା ସହିତ ମାଆଙ୍କୁ ସ୍ୱଚ୍ଛ ମାନେ ସିଏ ହେଉଛନ୍ତି ସ୍ୱଚ୍ଛତାର ପ୍ରତୀକ। ତେଣୁକରି ଘରକୁ ଯେତେ ଭଲ ଭାବରେ ଧୁଆ ପୋଛା ଯେଉଁଠି ଅଳନ୍ଦୁ ଥିବ ଅଳନ୍ଦୁ ଟିକେ ସଫା କରିବେ। ତା ସହିତ ଯେତିକି ଆପଣଙ୍କର ଅଧୁଆ ପୋଷାକ ରହିଲା କି ଆପଣଙ୍କର ଝାଡ଼ୁ ଏମିତିକି ଝାଡ଼ୁ ପା ପୋଛା ଅଧୁଆ ବେଡ଼ସିଟ୍ ତକିଆ ଖୋଳ ତା ସହିତ ଆପଣଙ୍କର ଯାହା ବି ରହିଲା ମାନେ ଆପଣଙ୍କ ସ୍କ୍ରିନ୍ ପର୍ଦ୍ଦା ଏସବୁ ମଧ୍ୟ ଭଲ ଭାବରେ ବୁଧବାର ଦିନ ନହେଲେ ମଙ୍ଗଳବାର ଦିନ ଅଧା ସଫା କରିଦେବେ, ବୁଧବାର ଦିନ ଅଧା ସଫା କରିପାରିବେ। ତା ସହିତ ଠାକୁରଙ୍କର ଯେତିକି ବାସନକୁସନ ଠାକୁର ଘର ମଧ୍ୟ ପରିଷ୍କାର ପରିଚ୍ଛନ୍ନ ପୁରା ବହୁତ ଭଲ ଭାବରେ କରିବେ। ଆଉ ସେଦିନ ସନ୍ଧ୍ୟା ହେବା ପୂର୍ବରୁ ଆପଣ ଚାହିଁବେ ଯଦି ଘର ମଧ୍ୟ ବହୁତ ଭଲ ଭାବରେ ଧୁଆ ପୋଛା ମାନେ ଗୋମୟ ଟିକେ ପକେଇ ଆପଣ କ'ଣ କରିବେ ପୋଛା କରିପାରିବେ। ଆଉ ସେଦିନ ଆପଣ ମୁଣ୍ଡ ଧୋଇ ଗାଧେଇ ଦେବେ ମାନେ ମୁଣ୍ଡ ସଫା କରି ଯେମିତି ସାମ୍ପୁ ଲଗେଇ ମୁଣ୍ଡ ଧୋଇ ଗାଧଉଛନ୍ତି ତ ମୁଣ୍ଡ ଧୋଇ ଗାଧେଇବେ। କିନ୍ତୁ ଆପଣ ମନେ ରଖିବେ ଯେହେତୁ ଆପଣ ମୁଣ୍ଡ ଧୋଇ ଗାଧଉଛନ୍ତି ସେଦିନ ମାନେ ବିନା ପିଆଜ ରସୁଣ ଖାଦ୍ୟ ଖାଇବେ, ଆମିଷ ଖାଇବେନି ଓ ଉଷୁନା ଖାଇବେନି। ଠିକ୍ ଅଛି, ମାନେ ପୁରା ଶୁଦ୍ଧକୃତ ଭାବରେ ସେଦିନ ରହିବେ ଆପଣ। ତା ସହିତ ପୂଜା ସାମଗ୍ରୀ ଯେତିକି ଆପଣ ବୁଧବାର ଦିନ ରାତିରୁ ହିଁ ସଜାଡ଼ି କରି ରଖିଦେଇଥିବେ। ଯଦି ଆପଣଙ୍କୁ ମାନେ ସମୟ ଅଛି ତାହେଲେ ଆପଣ ସଜ ଚିତା ପକେଇବେ। ଠିକ୍ ଅଛି, କାରଣ ସଜ ଚିତା ପକେଇବା ବହୁତ ଶୁଭ ଆଉ ତା ସୁଦଶା ବ୍ରତ ନିୟମ ହେଉଛି ହିଁ ସଜ ଚିତା। ତ ଆପଣ ଚେଷ୍ଟା କରନ୍ତୁ ଜଲ୍ଦି ମାନେ ରାତି 2ଟା 3ଟାରୁ ଉଠି ନିଜର ନିତ୍ୟକର୍ମ ସାରି ଗୁରୁବାର ଦିନ ପୂଜା ଦିନ ହିଁ ସଜ ଚିତା ପକେଇବା ପାଇଁ। ଯଦି ଆପଣ କିଛି ଅସୁବିଧା ଅଛି ଯଦି ପକେଇ ନ ପାରୁଛନ୍ତି ତାହେଲେ ଆପଣ କ'ଣ କରିବେ ବୁଧବାର ଦିନ ଯେମିତିକି ବାହାରେ ହେଲା ଘର ଭିତର ତ ସେ ସବୁ ଆପଣ ପକେଇ ଦିଅନ୍ତୁ। କିନ୍ତୁ ପୂଜା ଯେଉଁଠି କରିବେ ମାଆଙ୍କୁ ଯେଉଁଠି ବସେଇବେ ସେଠି ଆପଣ ସେଇଦିନ ମାନେ ପୂଜା ଦିନ ସଜ ଚିତା ପକେଇବେ। ଠିକ୍ ଅଛି, ଏଇଟା ହେଉଛି ବୁଧବାର ଦିନର କଥା। ତ ଗୁରୁବାର ଦିନ ଯେଉଁ ଦିନ ପୂଜା ଅଛି ଆପଣଙ୍କ ସୁଦଶା ବ୍ରତ ଅଛି ସେଦିନ ଆପଣ ଟିକେ ଜଲ୍ଦି ରାତି 2ଟା 3ଟାରୁ ଉଠି ପଡ଼ିବେ। ଉଠିକରି ଆଉ ଥରେ ମୁଣ୍ଡ ଧୋଇ ଗାଧେଇବେ, କିନ୍ତୁ ଆପଣ ମୁଣ୍ଡରୁ ସେଦିନ ମଳି ଛଡ଼େଇବେ ନାହିଁ, ଖାଲି ପାଣି ପକେଇ ଗାଧେଇବେ। ଗାଧେଇ ସାରିଲା ପରେ ଆପଣଙ୍କ ଦେହରେ ଟିକେ ହଳଦୀ ଟିକେ ଲଗେଇ ଗାଧେଇବେ। ଅଁଳା ଗୁଣ୍ଡ ଯଦି ଅଛି ଅଁଳା ଗୁଣ୍ଡ ଗଙ୍ଗା ଜଳ ଟିକେ ପକେଇ ଆପଣ ମୁଣ୍ଡ ଧୋଇ ଗାଧେଇବେ। ଯେଉଁମାନେ ନୂଆ ବ୍ରତଧାରୀ ସେମାନେ ନୂଆ ଲୁଗା ପିନ୍ଧିବେ ଆଉ ଯେଉଁମାନେ ପୁରୁଣା ବ୍ରତଧାରୀ ସେମାନେ ସଫା ଲୁଗା ଧୁଆ ଲୁଗା ପିନ୍ଧିପାରିବେ। ଯେହେତୁ ନୂଆ ବ୍ରତଧାରୀ ମାନେ ଯେଉଁମାନେ ପୂଜା କରୁଛନ୍ତି ତ ସେମାନେ ନାଲି ଧଳା କି ନାଲି ଗୋଲାପୀ ଏଇ ରଙ୍ଗର ପିନ୍ଧିଲେ ବହୁତ ଶୁଭ ହେଇଥାଏ। ତା ବ୍ୟତୀତ ଆପଣ ଫିକା ଗୋଲାପୀ ଫିକା ହଳଦିଆ ମଧ୍ୟ ପିନ୍ଧିପାରିବେ, କିନ୍ତୁ ଗ୍ରୀନ୍ କଲର୍ ବ୍ଲାକ୍ କଲର୍ ବ୍ଲୁ କଲର୍ ଗାଢ଼ା କଲର୍ ପିନ୍ଧିବେ ନାହିଁ। ଆଉ ଯେହେତୁ ନୂଆ ସୁଦଶା ବ୍ରତ ମାନେ ଗ୍ରହମାନଙ୍କର ସେତିକି ଉଚ୍ଚ ସ୍ଥିତିରେ ଥିଲେ ସୁଦଶା ବ୍ରତ ମାନେ ନୂଆ ସୁଦଶା ବ୍ରତ ପଡ଼ିଥାଏ। ତେଣୁ ବ୍ରହ୍ମ ମୁହୂର୍ତ୍ତରେ ଏହି ସମୟରେ ପୂଜା କଲେ ବହୁତ ଶୁଭ ହେଇଥାଏ। ତ ଆପଣ କ'ଣ କରିବେ ପ୍ରଥମେ କଳସ ମାନେ ଟିକେ ଆପଣ ପଞ୍ଚାମୃତ ଟିକେ ଛିଞ୍ଚି ଦେବେ, ଗଙ୍ଗା ଜଳ ଛିଞ୍ଚି ଦେବେ ମନ୍ଦିର ମାନେ ଆପଣଙ୍କ ପୂଜା ଘରେ ଛିଞ୍ଚି ଦେବେ। କଳସ ତାପରେ ପ୍ରଥମେ ସ୍ଥାପନା କରିବେ। କଳସରେ ଆପଣ କ'ଣ କରିବେ ଆଗେ ତଳେ ଗୋଟେ ପ୍ଲେଟ୍ ରଖିବେ, ସେଥିରେ ଟିକେ ଅକ୍ଷତ ବା ଅଭଙ୍ଗା ଅରୁଆ ଚାଉଳ ଦେବେ। ତାପରେ କଳସରେ ମୁହଁ ପର୍ଯ୍ୟନ୍ତ ଆପଣ ପାଣି ନେବେ, ସେଥିରେ ଗଙ୍ଗା ଜଳ ଚନ୍ଦନ ଅଗୁରୁ ଗୁଆ ଗୋଟେ ପଇସା ଗୋଟେ ନୂଆ ଗୁଆ ଆଉ ପଇସା ଦେବେ। ସେଥିରେ ଦୁବ ବରକୋଳି ପତ୍ର ଆମ୍ବ ଡାଳ 5 7 9 11 ଏହିପରି ଭାବରେ ପତ୍ର ରଖି ଆପଣ କ'ଣ କରିବେ ନଡ଼ିଆ ହେଲା ପଇଡ଼ ହେଲା ଆପଣଙ୍କ ହିସାବରେ ଯାହା ବି ଆପଣ କରୁଛନ୍ତି ତ ନଡ଼ିଆ ପଇଡ଼ ଲଗେଇ ଆପଣ କ'ଣ କରିବେ ବସେଇବେ। ତା ସହିତ ସେଥିରେ ସାଲୁକନା ବା ରକ୍ଷାସୂତ୍ର ଅର୍ପଣ କରିବେ, ଚନ୍ଦନ ସିନ୍ଦୁର ଫୁଲ ଅର୍ପଣ କରିବେ। ଠିକ୍ ଅଛି, ତାପରେ କ'ଣ କରିବେ ମାଆଙ୍କୁ ଆଉ ଯଦି ମାଆଙ୍କ ସହିତ ଆପଣଙ୍କ ପ୍ରଭୁ ନାରାୟଣ ମଧ୍ୟ ପୂଜା ପାଉଛନ୍ତି ଘରେ ତ ମାଆଙ୍କୁ ଆଉ ପ୍ରଭୁଙ୍କୁ ଟିକେ ପଞ୍ଚାମୃତରେ ସ୍ନାନ କରାଇଦେବେ। ଟିକେ ହଳଦୀ ଜଳରେ ବା ହଳଦୀ ଗୁଣ୍ଡ ଅଁଳା ଗୁଣ୍ଡ ତାଙ୍କ ଦେହରେ ଲେପ କରି ତାଙ୍କୁ ମାନେ ତାପରେ ଶୁଦ୍ଧ ଜଳ
ଦେଇ ଆପଣ କ'ଣ କରିବେ ସ୍ନାନ କରାଇଦେବେ। ଶୁଦ୍ଧ ଜଳ ଆପଣ କେମିତି ପ୍ରସ୍ତୁତ କରିବେ? ଶୁଦ୍ଧ ଜଳ ଟିକେ ଗଙ୍ଗା ଜଳ, ଫୁଲ, ଚନ୍ଦନ, ଅଗୁରୁ, କର୍ପୂର, ସେଣ୍ଟ ଏସବୁ ପକେଇ ଶୁଦ୍ଧ ଜଳ ପ୍ରସ୍ତୁତ କରାଯାଏ। ପ୍ରଥମେ ପଞ୍ଚାମୃତରେ ମାନେ ସ୍ନାନ କରାଇଦେଲେ, ତାପରେ ଶୁଦ୍ଧ ଜଳ ସ୍ନାନ କରିଦେଲେ, ପୁଣି ହଳଦୀ ରେ ସ୍ନାନ କରିଦେଲେ, ତାପରେ ଶୁଦ୍ଧ ଜଳ, ଏମିତି କରି ଆପଣ ସ୍ନାନ କରିଦେବେ। ତାପରେ ମାଆଙ୍କୁ କ'ଣ କରିବେ? ନୂଆ ବସ୍ତ୍ର ଅର୍ପଣ କରିବେ। ପ୍ରଭୁଙ୍କୁ ନୂଆ ବସ୍ତ୍ର ଅର୍ପଣ କରିବେ। ମାଆଙ୍କ ପାଇଁ ଯଦି ଆପଣ ଓଢ଼ଣୀ ଆଣିଛନ୍ତି, ଓଢ଼ଣୀ ଆପଣ ମାଆଙ୍କୁ ଅର୍ପଣ କରିବେ, ଚନ୍ଦନ ସିନ୍ଦୁର ଅର୍ପଣ କରିବେ। ଠିକ୍ ଅଛି। ଏତିକି ଆପଣ ସକାଳ ବେଳା ମାନେ ସକାଳୁ ଯେଉଁ ବ୍ରହ୍ମ ମୁହୂର୍ତ୍ତରେ କରିଥିବେ ତ ଏସବୁ କରିଦେବେ। ଠିକ୍ ଅଛି। ଯେ ତାପରେ ଆପଣ ଘର ପୂଜା, ଘର ଠାକୁରଙ୍କୁ ଯେମିତି ଆପଣ ଟିକେ ସେଦିନ ଫୁଲ, ଚନ୍ଦନ, ସିନ୍ଦୁର ଯେମିତି ପୂଜା କରିବା କଥା ଘର ଠାକୁରଙ୍କୁ ପଞ୍ଚୋପଚାର ବିଧିରେ ପୂଜା କରିବେ। ଦେଖନ୍ତୁ, ଏଇଠି ମୁଁ ଆପଣଙ୍କୁ କହିବି 2 ପ୍ରକାରରେ ନୂଆ ସୁଦଶା ବ୍ରତ କରିପାରିବେ। ଦେଖନ୍ତୁ, କିଛିଟା ସ୍ଥାନରେ ଅଛି ବ୍ରାହ୍ମଣଙ୍କ ଦ୍ୱାରା, ମାନେ ଆପଣଙ୍କ କୂଳ ପୁରୋହିତ ହେଲା, ନହେଲେ ଆପଣଙ୍କର କୌଣସି ବ୍ରାହ୍ମଣଙ୍କୁ ଡାକି ଘରେ ପୂଜା କରୁଛନ୍ତି, ଆପଣ ସଂକଳ୍ପ ନେଇ ପୂଜା କରୁଛନ୍ତି। ତ ସେ ସ୍ଥାନରେ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ତ ଆପଣ ଗୋଟେ ଭଲ ମୁହୂର୍ତ୍ତ ଦେଖି ସିଏ ଯଦି ମାନେ ଆସିପାରୁଛନ୍ତି ସେଇ ସମୟରେ ଆପଣଙ୍କ ଘରକୁ, ତ ସେ ସମୟରେ ଆପଣ ପୂଜା କରିପାରିବେ। ଆଉ ସେ ପୂଜାଟି ଆପଣଙ୍କର ବିଳମ୍ବ ହେବ, କିନ୍ତୁ ଆପଣ ସଂକଳ୍ପ କରି ଆପଣ ଯେମିତି ପୂଜା ବିଧିରେ ମାନେ ଆପଣଙ୍କ କୂଳ ପୁରୋହିତ ବା ଆପଣଙ୍କର ବ୍ରାହ୍ମଣ ଯେମିତି କହିବେ ଆପଣ ପୂଜା ସାମଗ୍ରୀ ରଖିଦେଇଥିବେ, ତ ସେମିତି ତାଙ୍କ ଅନୁସାରେ ପୂଜା ସିଏ କରିବେ। ଆପଣ ସେଇଠି ବସିବେ, ସଂକଳ୍ପ ନେବେ, ପୂଜା କରିବେ, ବହିପାଠ ହେବ, ବ୍ରତ ତାପରେ ବାନ୍ଧିବେ। ଠିକ୍ ଅଛି। ଯଦି କିଛିଟା ସ୍ଥାନରେ କ'ଣ ହେଇଥାଏ, ନିଜେ ନିଜେ ସଂକଳ୍ପ କରାଯାଇଥାଏ ଆଉ ନିଜେ ନିଜେ ପୂଜା, ନିଜେ ବ୍ରତଧାରୀ ମାନେ ଯେଉଁମାନେ ବ୍ରତୀଧାରୀ ଥାଆନ୍ତି ସେମାନେ ତାଙ୍କ ଶାଶୁ ଯେମିତି କହିବେ ସେଇ ଅନୁସାରେ ସେମାନେ ପୂଜା କରିଥାନ୍ତି। ଦେଖନ୍ତୁ, ତ ଫାଷ୍ଟ ଯେହେତୁ ନୂଆ ସୁଦଶା ବ୍ରତ କରୁଛନ୍ତି ତ ବ୍ରାହ୍ମଣଙ୍କ ଦ୍ୱାରା କରିବା ବହୁତ ଭଲ, କାରଣ ତାଙ୍କ ଦ୍ୱାରା ଆପଣ ସଂକଳ୍ପ ନେବେ, ତ ସେଇଥିପାଇଁ ବହୁତ ଭଲ। ଯଦି ଆପଣଙ୍କର ସେମିତି ନାହିଁ ତ ଆପଣ ନିଜେ କରୁଛନ୍ତି, ତ ମୁଁ ଆପଣଙ୍କୁ ଯେମିତି କହୁଛି ତ ଆପଣ ସେମିତି ମଧ୍ୟ କରିପାରିବେ। ତ ପୁରୁଣା ବ୍ରତଧାରୀ ମାନେ ସେମିତି ଆପଣ ଫାଷ୍ଟରୁ ଯେମିତି କହିଲେ ତ ସେମିତି ପୂଜା କରିପାରିବେ। ଠିକ୍ ଅଛି। ସେଟା ଏବେ ଆପଣଙ୍କ ଉପରେ ଡିପେଣ୍ଡ କରୁଛି ଯେ ଆପଣ ବ୍ରାହ୍ମଣଙ୍କ ଦ୍ୱାରା କରିବେ କି ନିଜେ କରିବେ। ଯଦି ବ୍ରାହ୍ମଣଙ୍କ ଦ୍ୱାରା କରୁଛନ୍ତି ତ ସେମାନେ ମାନେ ପୂଜା ସାମଗ୍ରୀ ଆପଣ ରେଡ଼ି କରି ରଖିଦେବେ ଆଉ ସିଏ ପୂଜା କରିଦେବେ। ଠିକ୍ ଅଛି। ଯଦି ଆପଣ ନିଜେ କରୁଛନ୍ତି ତ ମାଆଙ୍କୁ ଚନ୍ଦନ ସିନ୍ଦୁର ଅର୍ପଣ କରିସାରିଲା ପରେ ଆପଣ କ'ଣ କରିବେ, ଯେହେତୁ ପ୍ରଥମ ଥର ପୂଜା କରୁଛନ୍ତି ତ 10ଟି ଗୁଆ ଆପଣ କ'ଣ କରିବେ, ନୂଆ ଗୁଆ, ଠିକ୍ ଅଛି, 10ଟି ଗୁଆ ଭଲ ଭଲ ଗୁଆ ଦେଖିକରି ନେବେ। ଗୁଆକୁ କ'ଣ କରିବେ, ପଞ୍ଚାମୃତରେ ଟିକେ ତାକୁ ଧୋଇଦେବେ, ତାପରେ ହଳଦୀ ପାଣି ଅଁଳା ଗୁଣ୍ଡରେ ଧୋଇଦେବେ, ତାପରେ ଶୁଦ୍ଧ ଜଳରେ ଆପଣ ଧୋଇଦେବେ। ତାକୁ ଗୋଟେ ସ୍ଥାନରେ ରଖିଲେ। ବ୍ରତକୁ ଏବେ 10ଟି ବ୍ରତ ଆପଣ ପୂଜା କରିପାରିବେ। 10ଟି ବ୍ରତକୁ କ'ଣ କରିବେ, ପ୍ରଥମେ ସେମିତି ପଞ୍ଚାମୃତରେ ଟିକେ ଧୋଇଦେବେ, ହଳଦୀ ପାଣିରେ ଧୋଇଦେବେ, ଶୁଦ୍ଧ ଜଳରେ ଟିକେ ଧୋଇଦେବେ। ଧୋଇ ସାରିଲା ପରେ ଆପଣ କ'ଣ କରିବେ, ସେଥିରେ 10ଟି ଗଣ୍ଠି ଦେବେ। 10ଟି ଗଣ୍ଠି ଯେତେବେଳେ ଦେବେ ନା, ପ୍ରଥମ ଗଣ୍ଠି କି ମାନେ ଗୋଟିଏ ଗଣ୍ଠିରେ ଆପଣ 10କିଟା ଦୁବ, 10ଟି ବରକୋଳି ପତ୍ର ଦେଇପାରିବେ, ନହେଲେ ଗୋଟେ ଗୋଟେ ଗଣ୍ଠିରେ ଗୋଟିଏ ଦୁବ, ଗୋଟିଏ ବରକୋଳି ପତ୍ର ଦେଇ ଏମିତି 10ଟି ଗଣ୍ଠିରେ 10ଟି ଦୁବ ଦେଇପାରିବେ। ଗୋଟିଏ ଗଣ୍ଠିରେ ଆପଣ ଦୁବ ଦେଇପାରିବେ, ଆଉ ସବୁ ଗଣ୍ଠି ସେମିତି ଆପଣ ମାନେ କ'ଣ କହିଲେ, 10ଟି ଯଦି ବ୍ରତ ପୂଜା କରୁଛନ୍ତି ଗୋଟିଏ ବ୍ରତରେ ଆପଣ ଦୁବ ଦେଇଦେବେ, ଅଲଗା ସବୁ ସେମିତି ଗଣ୍ଠି ପକେଇବେ। କିନ୍ତୁ ଯେହେତୁ ଆପଣ 10ଟି ଯେତେଟା ପୂଜା କରିବେ ନା, ସବୁ ବ୍ରତରେ ଆପଣ 10ଟି ହିଁ ଗଣ୍ଠି ଦେବେ। ଠିକ୍ ଅଛି, ବୁଝିଲେ? ତ ଆପଣ ଯେଉଁ ଗଣ୍ଠି ଦେବେ, ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ମା କମଳିନୀ, ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା, ଚତୁର୍ଥ ଗଣ୍ଠିର ନାମ ପଦ୍ମାଳୟା, ପଞ୍ଚମ ଗଣ୍ଠିର ନାମ କମଳା, ତାପରେ ଷଷ୍ଠ ଚଞ୍ଚଳା, ସପ୍ତମ ବିଘ୍ନସିନୀ, ଅଷ୍ଟମ ସିନ୍ଦୁର ଦୁଲଣୀ, ନବମ ଗଣ୍ଠି ଦୁର୍ଗତି ନାଶିନୀ, ଦଶମ ଗଣ୍ଠି ବିଷ୍ଣୁ ପାଟରାଣୀ। ଏମିତି କରି ଆପଣ କ'ଣ କରିବେ, 10ଟି ଗଣ୍ଠି ଦେଇ ମାଆଙ୍କ ପାଖରେ ଆପଣ ସେ 10ଟି ବ୍ରତ ରଖିବେ। ଠିକ୍ ଅଛି। ଦେଖନ୍ତୁ, ବ୍ରତଟି ଧଳା ହେଇପାରିବ। ଯଦି ଧଳା ବ୍ରତ ଅଛି ତାହେଲେ ଆପଣ ହଳଦିଆ ମାନେ ହଳଦୀ ପାଣି ମିଶେଇ ଗଲେ ସେ ହଳଦୀ କଲର୍ ହେଇଯିବ। ହଳଦିଆ ବ୍ରତ ମଧ୍ୟ ହେଇପାରିବ। ଯେହେତୁ ପ୍ରଥମ ଥର ପୂଜା କରୁଛନ୍ତି, କିଛିଟା ସ୍ଥାନରେ ଅଛି ନାଲି ବ୍ରତ ସେଇ ଦିନ ହିଁ ବନ୍ଧାଯିବ। ଠିକ୍ ଅଛି। ସେଇଟା ଆପଣଙ୍କ ଆଡ଼େ ଯଦି ହଳଦିଆ ବ୍ରତ ଅଛି ହଳଦିଆ ବ୍ରତ ବାନ୍ଧିବେ, ଯଦି ନାଲିଆ ବ୍ରତ ପ୍ରଥମ ଥର ପାଇଁ ବାନ୍ଧୁଛନ୍ତି ତାହେଲେ ନାଲିଆ ବ୍ରତ ବାନ୍ଧିବେ। ପୁଣି ନେକ୍ସଟ ଯେତେବେଳେ ପୂଜା କରୁଛନ୍ତି ତ ହଳଦିଆ ବ୍ରତ ବାନ୍ଧିବେ କି ଧଳା ବ୍ରତ ବାନ୍ଧିବେ। ଠିକ୍ ଅଛି। ତାପରେ ଏସବୁ କରିସାରିଲା ପରେ ଆପଣ କ'ଣ କରିବେ, ସେଇ ମାଆଙ୍କ ପାଖରେ ଗୋଟେ ବଡ଼ ପ୍ଲେଟ୍ ନେବେ, ସେଥିରେ ଆପଣ କଦଳୀପତ୍ର ମାନେ ଅଗ କଦଳୀପତ୍ର ନେବେ, ସେଥିରେ 10 ମୁଠା ଚାଉଳ ସେଇ କଦଳୀପତ୍ରରେ ଥୋଇବେ।
10 ମୁଠା କଦଳୀପତ୍ରରେ 10 ମୁଠା ଚାଉଳ ଥୋଇ ସାରିଲା ପରେ ତା ଉପରେ 10 ମିଞ୍ଚା ମାନେ ଆପଣ ହଳଦୀ ବଟା ରଖିଥିବେ, ସେଇ ହଳଦୀ ବଟା କ'ଣ କରିବେ 10ଟି ଥୋଇବେ, ମାନେ ସେଇ ଚାଉଳ ଉପରେ ରଖିବେ। ତାପରେ ସେଇ ଯେଉଁ 10ଟି ଗୁଆ ଆପଣ ଧୋଇକିନା ମାନେ ସ୍ନାନ କରାଇ ଦେଇଥିଲେ ପ୍ରଭୁ ମାଙ୍କୁ, ମାନେ ସେଇଠି ତାରି ଉପରେ ଥୋଇବେ। ମାନେ ବୁଝିଲେ ତ, କଦଳୀପତ୍ର ରଖିଲେ ତାଙ୍କରି ସାମ୍ନାରେ, ମାଙ୍କ ସାମ୍ନାରେ କଦଳୀପତ୍ର ରଖିଲେ, ସେଠିରେ ଆପଣ କ'ଣ କରିବେ 10 ମୁଠା ଚାଉଳ ନେବେ, ତା ଉପରେ ହଳଦୀ ବଟା ଗୁଳା ଗୁଳା କରି 10ଟି ନେବେ, ତା ଉପରେ 10ଟି ଗୁଆ ଦେବେ। ସେଇଠି କ'ଣ କରିବେ ଆପଣ ଦୁବ ବରକୋଳି ପତ୍ର ମଧ୍ୟ ଅର୍ପଣ କରିବେ, ତା ସହିତ ଚନ୍ଦନ ସିନ୍ଦୁର ଅର୍ପଣ କରିବେ, ବ୍ରତକୁ ମଧ୍ୟ ଚନ୍ଦନ ସିନ୍ଦୁର ଅର୍ପଣ କରିବେ। ଏବେ ମାଙ୍କୁ ତା ସହିତ ଯେଉଁ ଆପଣଙ୍କର ରହିଲା ଗୁଆ ଯେଉଁଠି ଅଛି, ତ ସେଠି ଆପଣ କ'ଣ କରିବେ 10 ପ୍ରକାରର ଫୁଲ ଅର୍ପଣ କରିବେ। ଦେଖନ୍ତୁ, ସୁଦଶା ବ୍ରତ ମାନେ 10ର ମହତ୍ଵ ଏତେ ଅଧିକ, ମାଙ୍କ ପାଖରେ ଯାହା ବି ଲାଗିବ ସବୁ 10 ହିଁ ଲାଗିବ ମାଙ୍କୁ ସେଦିନ। ଆଉ ତା ସହିତ ଯେହେତୁ ନିଦା ଜିନିଷରେ ପ୍ରଭୁଙ୍କୁ ଆବାହନ କରାଯାଏ, ପୂଜା କରାଯାଇଥାଏ, ତ ଗୁଆ ମାଧ୍ୟମରେ ମାଙ୍କୁ ପୂଜା କରାଯାଉଛି। ଠିକ୍ ଅଛି, ତ ଆପଣ କ'ଣ କରିବେ, ମାଙ୍କୁ ଯେମିତି 10 ପ୍ରକାର ଫୁଲ ଅର୍ପଣ କରିବେ, ସେମିତି ଗୁଆ ପାଖରେ ଆପଣ 10ଟି ଫୁଲ ମଧ୍ୟ ରଖିବେ। ନହେଲେ ଗୋଟିଏ ଧରକ ଆପଣଙ୍କ ପାଖରେ କିଛି ନାହିଁ, କେବଳ ଟଗର ଫୁଲ ଅଛି, ତ ଟଗର ଫୁଲ 10ଟି ମାଙ୍କୁ ଅର୍ପଣ କରିବେ। ଯଦି ଆପଣଙ୍କ 10 ପ୍ରକାର ଫୁଲ ଅଛି, ତ 10ଟି ଫୁଲ ହିଁ, ମାନେ ଗୋଟିଏ ଫୁଲକୁ 10 ଥର ମଧ୍ୟ ଆପଣ ଅର୍ପଣ କରିପାରିବେ। ସେଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି ଆପଣଙ୍କ ପାଖରେ କେତେଟି ଫୁଲ ଅଛି। ତ ଫୁଲ ଭିତରେ ଆପଣ ପଦ୍ମ ଫୁଲ, ଟଗର, ତରାଟ, ଗେଣ୍ଡୁ, ରଜନୀଗନ୍ଧା, ଗୋଲାପ, ମଲ୍ଲି, ସେବତୀ, ସୋରିଷ, ଏହିପରି ଭାବରେ ଆପଣଙ୍କ ପାଖରେ ଯାହା ବି ଫୁଲ ଅଛି ଆପଣ ଅର୍ପଣ କରିପାରିବେ। ତା ସହିତ ମାଙ୍କୁ ଆପଣ ଅଇନା, ପାନିଆ, ସିନ୍ଦୁର, କଜଳ, ଶଙ୍ଖା ଏସବୁ ଅର୍ପଣ କରିପାରିବେ। ମାଙ୍କୁ ଅଁଳା ପତ୍ର, 10 କେରା ଦୁବ, 10ଟି ଅକ୍ଷତ, 10ଟି ବରକୋଳି ପତ୍ର ମଧ୍ୟ ଅର୍ପଣ କରିବେ। ଆଖୁ, ମୂଳା, ଅଁଳା ଫଳ ମଧ୍ୟ ଆପଣ ଅର୍ପଣ କରିପାରିବେ। ତାପରେ ଦୀପ ଧୂପ ଆପଣ ଚାହିଁବେ ଯଦି ସେଦିନ ଅଖଣ୍ଡ ଦୀପ ଲଗେଇ ପାରିବେ। ଅଖଣ୍ଡ ଦୀପ ଯେଉଁ ଲଗେଇବେ ସେଥିରେ ଘିଅ, ଠିକ୍ ଅଛି, ଗୁଆ ଘିଅ ଅର୍ପଣ କରିବେ। ଏଠି ମେନ୍ ହେଉଛି ଅଖଣ୍ଡ ଦୀପ ବ୍ୟତୀତ ଆପଣ 10 ମୁଖା ଦୀପ, ବା ଆପଣ ଯଦି 10 ମୁଖା ଦୀପ ନାହିଁ ତାହେଲେ ମାନେ ଆପଣ ମାଟି ଦୀପ ଆପଣ କ'ଣ କରିବେ 10ଟି ନେଇଯିବେ, ଗୋଟେ ପ୍ଲେଟ୍ ନେଇ ଆପଣ କ'ଣ କରିବେ 10ଟି ଦୀପ ମଧ୍ୟ ଅର୍ପଣ କରିପାରିବେ। ତାପରେ ନୈବେଦ୍ୟରେ ଆପଣ 10 ପ୍ରକାର ଫଳ, 10ଟି ଦ୍ରବ୍ୟ ମିଶାଇ ଆପଣ ପଣା, ଠିକ୍ ଅଛି, ପଣା ଅର୍ପଣ କରିବେ। ତାପରେ ଆପଣ କ'ଣ କରିବେ 10 ପୁରରେ ସିଝା ମଣ୍ଡା ପିଠା ମଧ୍ୟ ଅର୍ପଣ କରିବେ। ପ୍ରଥମେ କ'ଣ କରିବେ, ଦେଖନ୍ତୁ ଯେହେତୁ ସକାଳ ପୂଜା, ସକାଳୁ ଯଦି ଆପଣ ଦେଖନ୍ତୁ, ଯଦି ବ୍ରାହ୍ମଣ ଆସୁଛନ୍ତି ଲେଟ୍ରେ, ତ ଆପଣ ସିଝା ମଣ୍ଡା କରିଦେଇଥିବେ। ଯଦି ଆପଣ ନିଜେ ପୂଜା କରୁଛନ୍ତି, ତ ପ୍ରଥମ ପ୍ରହରରେ ଆପଣ କ'ଣ କରିବେ ଫଳ ଆଉ ପଣା ଭୋଗ ଲଗେଇଦେବେ। ଫଳରେ ଆପଣ 10 ପ୍ରକାର ଫଳରେ ଆପଣ ଯାହା ବି ଦେଇପାରିବେ, ନହେଲେ ଗୋଟିଏ ଫଳକୁ 10 ଥର ମଧ୍ୟ ଆପଣ ଦେଇପାରିବେ। 10 ପ୍ରକାର ଫଳରେ ଆପଣ ନଡ଼ିଆ, ଡାଳିମ୍ବ, କଦଳୀ, ଆପେଲ, ପିଜୁଳି, ଅଙ୍ଗୁର, ସେଓ, ସେପ୍ଟା, ତରଭୁଜ, ପଣସ ଏସବୁ ମଧ୍ୟ ଆପଣ ଅର୍ପଣ କରିପାରିବେ। ପଣାରେ ଆପଣ କ୍ଷୀର, ଦହି, ଛେନା, ଗୁଡ଼, ମହୁ, ଘିଅ, କଦଳୀ, ନଡ଼ିଆ କୋରା, ଗୋଲମରିଚ ଗୁଣ୍ଡ, ଅଦା ଛେଚା ଏସବୁ ପକାଇ, ମାନେ ଶ୍ରୀ କପୁର ଏମିତି ସବୁ ପକାଇ ଆପଣ 10ଟି ଦ୍ରବ୍ୟ ମିଶାଇ ଆପଣ ପଣା ପ୍ରସ୍ତୁତ କରିବେ। ଠିକ୍ ଅଛି, ତ ପ୍ରଥମେ କ'ଣ କରିବେ, ଯାହା ବି ଆପଣ ଭୋଗ ଲଗେଇବେ, ପ୍ରଥମେ କଳସକୁ ଭୋଗ ଲଗେଇବେ, ତାପରେ ମାଙ୍କୁ ଆଉ ପ୍ରଭୁଙ୍କୁ ଭୋଗ ଲଗେଇବେ। 10 ପ୍ରକାର ଫଳ ପ୍ରଥମେ ଭୋଗ ଲଗେଇଲେ, ତାପରେ ପଣା କ'ଣ କରିବେ 10 ଥର, ଠିକ୍ ଅଛି, 10 ଥର ମୁଠା ମୁଠା କରି 10 ଥର ଆପଣ କ'ଣ କରିବେ, ଗୋଟେ କଦଳୀ ପତ୍ରରେ 10 ଥର କରି 10 ଦ୍ରବ୍ୟରେ ମିଶାଇ 10 ଥର ଆପଣ ପଣା ଭୋଗ ମଧ୍ୟ ଅର୍ପଣ କରିବେ। ଠିକ୍ ଅଛି, ଏକାଥରେ ଆପଣ ଯେମିତି ଅଲଗା ପୂଜାରେ ଏକାଥରେ ଗୋଟେ ଜାଗାରେ ବାଡ଼ି ଦେବେ, ସେମିତି ନୁହେଁ, ମୁଠା ମୁଠା କରି 10 ଥରରେ ଆପଣ ପଣା ଅର୍ପଣ କରିବେ। ତାପରେ ଦୀପ ଧୂପ ଝୁଣାରେ ଆପଣ କ'ଣ କରିବେ ଆଳତି କରିବେ। ତାପରେ ଆପଣ ଏ ପୂଜା ପ୍ରଥମ ପ୍ରହରରେ କରିସାରିଲା ପରେ ଦ୍ୱିତୀୟ ପ୍ରହରରେ ଆପଣ କ'ଣ କରିପାରିବେ 10 ପୁର, ଠିକ୍ ଅଛି, 10 ପୁରରେ 10ଟି ସିଝା ମଣ୍ଡା କରିବେ ମାଙ୍କ ପାଇଁ, ଆଉ ଏକ୍ସଟ୍ରା ଆପଣ କ'ଣ କରିବେ କଳସ ପାଖରେ ଭୋଗ ଲଗେଇବା ପାଇଁ। ଠିକ୍ ଅଛି, ତ 10 ପୁର କ'ଣ, ତ ନଡ଼ିଆ କୋରା, ଛେନା, ଗୁଡ଼, ଘିଅ, ଗୋଲମରିଚ ଗୁଣ୍ଡ, ଅଳେଇଚ ଗୁଣ୍ଡ, ମିଶ୍ରି, ଅଦା ଛେଚା, କାଜୁ, କିସମିସ୍, ସେଥିରେ ଆପଣ କ୍ଷୀର ପକାଇ ପାରିବେ, ନହେଲେ ଡ୍ରାଏ ଫ୍ରୁଟ୍ସ, ସର, ଏହିପରି ଆପଣ ହିସାବରେ 10ଟି ଦ୍ରବ୍ୟ ମିଶାଇ ଆପଣ ପୁର ପ୍ରସ୍ତୁତ କରିବେ। ସେଥିରେ 10ଟି ମଣ୍ଡା କରିବେ। ଠିକ୍ ଅଛି, 10ଟି ମଣ୍ଡା ତାପରେ ମାଙ୍କ ପାଖରେ ଭୋଗ ଲଗେଇବେ। ତାପରେ ଭୋଗ ଅର୍ପଣ କରିସାରିଲା ପରେ ଆପଣ ଦୀପ ଧୂପ ଝୁଣା
अर्पण करेंगे। तापर सुदशा व्रत बही पाठ माँ लक्ष्मीकर अष्टकम पाठ करेंगे। तापर पाठ कर सारा पर कौन करेंगे व्रत बांधे। ठीक अच्छे व्रत बांधि सारापर आपड़ तापर कि ना कि खाईपर जमीक आप देखु से दिन ठाकुर भोग खाईपर मंडा पिठा खाई आप कौन करेंगे रहीपर। तापर संध्या हवा पूर्व संध्या हो न मिनिमम 3-4 बेलू आउ थे कौन करेंगे माँ पाखे तृतीय पहर पूर्व। ठीक अच्छे तो पणा भोग ना फलमूलर भोग आप कौन करेंगे अर्पण करेंगे। से समय आप दीप धूप झुणारे आलती करेंगे। माँ को कौन करेंगे प्रथमे कलश को टिके निज स्थान टिके घुंचई देवे। माँ को निज स्थान टिके घुंचई देवे। यहीपरि भाव में आपण सुदशा व्रत माने रहिला। शुक्रवार दिन आप कौन करेंगे निजर नित्यकम सारे गाधे सारे प्रथमे ठाकुर पूजा करेंगे। से जो व्रत अच्छी आपण 10 जो आपण गोटे व्रत पिंधि थे आउ 10 जो 9टी व्रत रहिला से 9टी व्रत को आपण कौन करेंगे रखिदेवे। ठीक अच्छे आपण व्रत गुआ विसर्जन करा जाए नहीं सेटा सबुदिन आपणकर चिर दिन पर्यंत आपण पाखे रही थाए। तो आपण गोटे भल स्थान देखी तो रखिए ता सहित आउ सबु जतिकी फूल फल पत्र जहाँ सब विसर्जन करार अच्छी विसर्जन करदेवे। ठीक अच्छे जदि आपण घरे ब्राह्मण द्वारा आपण पूजा करचंती ताहले एकाथरे आपण सीए कौन आपण को संकल्प करदेले तापरे गुआ व्रत को मध्य पूजा करदेवे फूल फल पणा आउ एकाथरे मंडा पिठा भोग करदेवे। ठीक अच्छे तापर जदि से बही पाठ करूँ भल कथा ना आप निजे बही पाठ कर सारा पर व्रत बांधे सी आपण संध्या बेल पूजाटा आपण निजे करेंगे। ठीक अच्छे तापर आप कौन करेंगे ब्राह्मण जिते जीवे आपण खुशी रे आपण जहाँ भी दान करेंगे फलमूल आपण घरे खाया दे पारे दक्षिणा सामर्थ्य हिसाब से माने आपणकर खुशी रे जेतिकी आपण दे पारिबे कि आप तांकर जदि जेति तांको मन रे थिबो आपण मध्य देई पारिबे सेटा आपणकर ऊपर डिपेंड करछि। यही परि रही माने नुआ सुदशा व्रतर पूजा विधि आउ देखो मु आ गोटे कथा कहया भूलीगली किछिटा स्थान रे जो 10टी व्रत पूजा होता है से 10टी व्रत मध्य पिंधि थांती व्रतधारी माने सेटा आपणकर आडे अच्छी जदि आपण बांधिबे किंतु आम आडे माने गोटे व्रत ही बंधा जाए आउ 9टी व्रत रखा जाए। ठीक अच्छे तो आपण जदि व्रत रखुचंती कि जहाँ करचंती सेटा आपनक ऊपर डिपेंड करछि। ठीक अच्छे आशा करछि वीडियोटी आपण मानक बहुत पसंद आस्तिबो। जदि आपण माने किछि भी डाउट रहिछि किछि भी पचारे को चाहुचंती ताहले मते कमेंट माध्यम रे पचारे मु चेष्टा करिवि आपनकर सब प्रश्नर उत्तर देबा पई। आ वीडियोटी जदि आपनको भल लागिछि ताहले ई चैनल को जल्दी करी लाइक शेयर सब्सक्राइब कर दियंतु। नमस्कार।